ଓଲା ଉବେର ବେପାର ଏବେ କେମିତି ଅଛି? ଓଲା ଉବେର ବେପାର କଲା ପରେ ଗାଡ଼ିର ଇଏମ୍ଆଇ ଠିକ୍ ସେ ଦେଇ ହେଉଛି କି ନାହିଁ? ଯଦି ମାର୍କେଟରେ ଓଲା ଉବେରରେ ଛାଡ଼ିବା ପାଇଁ ଗାଡ଼ି ଗୋଟେ କିଣୁଛି ତାହେଲେ ନିଜେ ଚଲେଇବି ନା ଡ୍ରାଇଭର ଦେଇକି ରଖିଲେ ଭଲ ହେବ? ପରିସ୍ଥିତି ଅଛି, ଗାଡ଼ି କିଣିବାଟା ଠିକ୍ ହେବ ନା ଭୁଲ ହେବ ସେଇଟା ଗୋଟେ ପ୍ରଶ୍ନ ଅଛି। ଯଦି ଏସବୁ ପ୍ରଶ୍ନ ଆପଣଙ୍କ ମନରେ ଅଛି ତାହେଲେ ଏ ଭିଡ଼ିଓ ଆପଣମାନଙ୍କ ପାଇଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଗୋଟେ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ବହୁତ ଦିନ ପରେ ଗାଡ଼ି ଭିଡ଼ିଓଟା ଆଜି ପଡ଼ିବ, କାହିଁକି ନା ଯେତେବେଳେ ପୁରୁଣା ଭିଡ଼ିଓ ପକାଇଥିଲେ ଓଲା ଉବେର ବେପାର ଅବସ୍ଥା ଏମିତି, ତ ଆଉ ଜଣେ ଭାଇ ଆମର ଥିଲେ, ତାଙ୍କ ସହିତ ମିଶିକି ଆମେ ଗୋଟେ ଭିଡ଼ିଓ ବନାଇଥିଲୁ ଯେଉଁଠି ଆପଣମାନେ ବହୁତ ଭଲ ପାଇ ଦେଇଥିଲେ। ତ ସେଇଥିପାଇଁ କିଛି ଭାଇମାନେ ଆମକୁ କମେଣ୍ଟ କରିଥିଲେ ଯେ ଏବେ ବେପାର ଆଉ କେମିତି କ'ଣ ଅଛି। ତାପରେ କେହି ବି ଭାବିଛନ୍ତି ଯେ ହଁ ଏମାନଙ୍କର କମେଣ୍ଟରେ ବି ଦେଇଛନ୍ତି ଯେ ଏମାନେ ଖାଲି ବେପାର କରିବେ, ତେଣୁ ଏମାନେ ଏମିତି ମିଛ କହୁଛନ୍ତି। ଭାଇ ଦେଖନ୍ତୁ, କଥା ହେଉଛି 10 ଲକ୍ଷ ଟଙ୍କାର ଗୋଟେ ଆମାଉଣ୍ଟ, ବହୁତ ହାଇ ଆମାଉଣ୍ଟ ଗୋଟେ ମିଡିଲ କ୍ଲାସ ଲୋକଙ୍କ ପାଇଁ। ତେଣୁ ଏ ପ୍ରକାର ପିଲା ଭଳିଆ କଥା ହେଲେ ହବନି। ଆମେ କେବେ ଚାହିଁବୁନି ଗୋଟେ ଲୋକ 10 ଲକ୍ଷ ଟଙ୍କାର ରିସ୍କ ନେଇକି ସେ ଭାଇ ବୁଡ଼ିଯାଉ। ଦେଖନ୍ତୁ, କଥା ହେଉଛି ମୋର ଅଲଗା ସୋର୍ସର ଇନକମ୍ ଅଛି, ଭାଇର ଅଲଗା ସୋର୍ସର ଇନକମ୍ ଅଛି। ତେଣୁ ଗାଡ଼ି ଯଦି ଆମେ ପ୍ରାଇଭେଟ ଆଣିବାର ଥିଲା ପ୍ରାଇଭେଟ ନମ୍ବରରେ, କିନ୍ତୁ କମର୍ସିଆଲ ଆଣିଲୁ ଏଥିପାଇଁ ଯେ ଯଦିକା କୌଣସି କାରଣରୁ ଆମର ହେଇଗଲା ଗାଡ଼ି ଖାଲି ଠିଆ ହେଲେ ତ ହବନି, 10 ଲକ୍ଷ ଟଙ୍କା ଗୋଟେ ଇନଭେଷ୍ଟ ହେଇଛି, ଆମେ ଜଣେ ଡ୍ରାଇଭର ରଖିବା, ଯଦି ହେଲା ସେଥିରୁ କିଛି ବାହାରିଲା, ବାକି ଆମର ତ ଇନକମ୍ ସୋର୍ସ ଅଛି। କିନ୍ତୁ ସତ କହିବାକୁ ଗଲେ ଭାଇ ପରିସ୍ଥିତି ବର୍ତ୍ତମାନ ବହୁତ ଭୟଙ୍କର, ଆଗ ଅପେକ୍ଷା। ଭଲ ବି ଅଛି, ଖରାପ ବି ଅଛି, ଆପଣ ଯୋଉଟାକୁ ଆକ୍ସେପ୍ଟ କରିବେ। କିନ୍ତୁ କଥା ହେଉଛି ମାର୍କେଟରେ ଏବେ ବି ଲୋକ ନୂଆ ଗାଡ଼ି କିଣୁଛନ୍ତି। ଆପଣ ଭାବେ ଅନ୍ୟମାନେ ତ ଚଲାଉଛନ୍ତି, ମୁଁ ବି କିଣିବି। କିନ୍ତୁ ଦେଖନ୍ତୁ, ବିପଦରେ ଯେତେବେଳେ ଆସେ ନା ଆପଣ ପାଖକୁ ଆସିବ, ପର ପାଖକୁ ଆସିଲେ ଆପଣ ଚିନ୍ତା କରିବେ ସିଏ ତାର ଗଲା ନଗଲା, ସେଇଟା ଆପଣଙ୍କ ପାଇଁ ଇଫେକ୍ଟ ପଡ଼ିବନି। କିଏ କେମିତି କାହାର ଇନକମ୍ ସୋର୍ସ କେମିତି ଚଳୁଛି ସେଇଟା ଆପଣ ଜାଣନ୍ତୁନି। ଆପଣ ଚିନ୍ତା କରନ୍ତୁ ଯେ ଆପଣ ଆଣିଲେ ଆପଣଙ୍କ ପାଇଁ ବେନିଫିଟ୍ ହେବ ନା ନାହିଁ, ସେଇଟା ମୁଖ୍ୟ ଜିନିଷ। ଦେଖନ୍ତୁ, କଥା ହେଉଛି ଆମେ ଏବେ ବି ବେପାର ଭଲ ବି ନାହିଁ, ଖରାପ ବି ନାହିଁ, ସତ କଥା କହୁଛି। ଆଗ ଭଳିଆ କିନ୍ତୁ ନୂଆ ନୂଆ କେତେ ଆମେ ଗାଡ଼ି ଆଣିଥିଲୁ ଯେମିତି ବେପାର ଥିଲା, ଏବେ ସେମିତି ନାହିଁ। କିନ୍ତୁ ଏମିତି ବି ନାହିଁ ଯେ ଗାଡ଼ି ବେପାର ହେଉଛି, କିନ୍ତୁ ସେ ଆଗ ଭଳିଆ ବେପାର ନାହିଁ। କିନ୍ତୁ ଯଦି ଆପଣ ଡ୍ରାଇଭର ରଖି ବେପାର କରିବା ଚିନ୍ତା କରୁଛନ୍ତି, ହଁ ମୁଁ ଗୋଟେ ଗାଡ଼ି ଆଣିବି ଡ୍ରାଇଭରକୁ ରଖିକି ଦେବି, ସେ ଭୁଲ ଜମା କରନ୍ତୁନି। ହଁ, ଯଦି ଆପଣଙ୍କର ଅଲଗା ଇନକମ୍ ସୋର୍ସ ଅଛି ତାହେଲେ ଆପଣ, ଯଦି ବେପାର ହେଉନି ତାହେଲେ ଆପଣ ଗାଡ଼ି ଇଏମ୍ଆଇ ସହିତ ଡ୍ରାଇଭର ପଇସା କିଛି ଆଡଜଷ୍ଟ କରିପାରିବେ, କାରଣ ଗାଡ଼ି ତ ଯାହାହେଲେ କିଛି ନା କିଛି ପଇସା ବାହାରିବ। ଏମିତି ନୁହେଁ ଗାଡ଼ି ମାସ ସାରା ଚଳିଲେ ଆପଣଙ୍କୁ କିଛି ପଇସା ବାହାରିବନି, ବାହାରିବ। କିନ୍ତୁ ଯଦି ଆପଣ ନିଜର ଅଲଗା କିଛି ସୋର୍ସ ଅଛି ଇନକମ୍, ସେଥିରୁ ଆପଣ ଆଡଜଷ୍ଟ କରି ଦେଇପାରିବେ, ତାହେଲେ ଗାଡ଼ି ଆଣନ୍ତୁ। କାରଣ ଦେଖନ୍ତୁ, ଯାହା ବି ହେଲେ ଆପଣ ଡ୍ରାଇଭରକୁ ପଇସା ଦେବାଟା ଦେବେ, ନହେଲେ ସେ ରହିବନି। ଦ୍ୱିତୀୟ କଥା, ଭଲ ହଉ ମନ୍ଦ ହଉ, ଆପଣ ଡେଟ୍ ଅନୁସାରେ ଇଏମ୍ଆଇ ନେଦେଲେ ଆପଣଙ୍କର ଫାଇନ୍ ଲାଗିଲେ ଦୁନିଆ ଲଫଡ଼ା ହେବ ଆପଣଙ୍କର। ତେଣୁ ଏଇ ଦୁଇଟା ହେଉଛି ମୁଖ୍ୟ ଜିନିଷ। ଆମକୁ ଏତେଟା ଇଫେକ୍ଟ ପଡ଼ୁନି କ'ଣ ପାଇଁ ନା ଆମର ଦୁଇ ଜଣଙ୍କର ଭାଇମାନଙ୍କର ଇନକମ୍ ସୋର୍ସ ଅଛି। ତେଣୁ ଯଦି ବି ଗାଡ଼ି ଠିଆ ହଉ ନ ହଉ, ଆମେ ତ ପ୍ଲାନିଂ ପ୍ରଥମେ କରିଥିଲୁ ପ୍ରାଇଭେଟ୍ ଆଣିବୁ ବୋଲି, କିନ୍ତୁ ଏଇଟା ଆମେ ଅପସନ୍ ବାଛିଲୁ, ହଉ ନେଇଥିବା, ଆମେ ନହେଲେ ଆମର ଆଡଜଷ୍ଟ କରିବା। ତେଣୁ ଆମକୁ ବେଶୀ ଫରକ ପଡ଼ୁନି। କିଛି ଭାଇ କମେଣ୍ଟ କରୁଛନ୍ତି, ଗାଳି ବି ଦେଉଛନ୍ତି ଯେ ଏମାନେ ଖାଲି ବେପାର করে, ଖରାପ ଭାଷାରେ ବି ଗାଳି ଦେଇଛନ୍ତି। ମୁଁ ଭାଇ ଗୋଟେ ଜିନିଷ କହିବି ଆପଣଙ୍କୁ ଯେ ହେଇପାରେ ଭାଇ କାହା ଜୀବନ ସହିତ କିଏ ଖେଳିଥିବ, ଭାଇ 10 ଲକ୍ଷ ଟଙ୍କା ନେଇକି ଆମେ କେବେ କାହା ଜୀବନ ସହିତ ଖେଳିବୁନି। ଗୋଟେ ଗାଡ଼ି ଆପଣ ନେଇକି ଯାଉଛନ୍ତି ମାନେ 10 ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟ, ଏଥିରେ ଇଏମ୍ଆଇ ହେଉଛି, ଯିଏ ଗୋଟେ ଗାଡ଼ି କିଣିଛି ସେ ହିଁ କହିପାରିବ। ଆଉ ଯେଉଁ ଭାଇ ମାନେ କମେଣ୍ଟ କରୁଛନ୍ତି ନା, ସେମାନେ ଗାଡ଼ି କେବେ କିଣି ନଥିବେ। ଆଉ ଗାଡ଼ି କିଣନ୍ତୁ, ମାର୍କେଟରେ ଚଲାନ୍ତୁ, ଗୋଟେ ବର୍ଷ ଚଲାନ୍ତୁ, ତାପରେ ମୋ କଥାଟା ସତ ନା ଆପଣ ଯେଉଁ ଗାଳି ମନ୍ଦ କରୁଛନ୍ତି ଯେ ହଁ ଏମାନେ ମନ ଇଚ୍ଛା କରୁଛନ୍ତି, ଖରାପ ଭାଷାରେ ଭାଇ ଗାଳି କରୁଛନ୍ତି, ତ ସେଟା ନିଜେ ଅଙ୍ଗେ ଲେଭେଲ ଜାଣିବେ। ମୁଁ ଭାଇ କେବେ କାହାର ଅନିଷ୍ଟ ଚିନ୍ତା କରିବା ଲୋକ ନୁହଁ। ଆଉ ଯଦି ଆପଣ ଏଇ ପରିସ୍ଥିତି ବର୍ତ୍ତମାନ ଗାଡ଼ି ଆଣିକି ନିଜେ ଇଏମ୍ଆଇ ଅଧିକା ଦେଇକି ରଖିକି ଚଲେଇବେ, ଭାଇ ଲୋକ ତ ଆଖିରେ କାନ୍ଦନ୍ତି, ଆପଣ ନାକରେ କାନ୍ଦିବେ, ସତ କଥା। ହଁ, ଯଦି ଆପଣ ସତରେ ଚାହୁଁଛନ୍ତି ଗାଡ଼ି ଗୋଟେ ଆଣିକି ଚଲେଇବା ପାଇଁ, ଯେଉଁ ଡ୍ରାଇଭର ମାନେ ଚଲାଉଛନ୍ତି ବା ନୂଆ ଆଣିବା ଚାହୁଁଛନ୍ତି, ମାନେ ସିରିୟସ୍ ଯେଉଁମାନେ ଅଛନ୍ତି, ଗୋଟେ କାମ କଲେ ଆପଣଙ୍କର ହେଇପାରିବ। ଯଦି ଆପଣଙ୍କର ମାର୍କେଟରେ ବହୁତ ସାରା ଲୋକ ଚିହ୍ନା ପରିଚୟ ଅଛନ୍ତି, ଗାଡ଼ିର ଇଏମ୍ଆଇ ଆପଣଙ୍କର ଅଧିକା ଅଛି, ଯେତିକି ଆପଣଙ୍କର ଇଏମ୍ଆଇ ଅଛି, ମନେ ରଖନ୍ତୁ ଭଲସେ, ଯେତିକି ଆପଣଙ୍କର ଇଏମ୍ଆଇ ପ୍ରାଇସ୍ ଅଛି ସେତିକିଟା ଭଡ଼ା ଯଦି ଆପଣ କରିପାରିବେ, ମାନେ ଧରି ନିଆଯିବ ଆମର 15 ଟଙ୍କା ଇଏମ୍ଆଇ ଅଛି, ତ ଯଦି ମୁଁ 14ରୁ 15ଟା ପର୍ସନାଲ ଭଡ଼ା ପାଇଯାଉଛି, ତାହେଲେ ମୋତେ ଫରକ ପଡ଼ିବ ନାହିଁ। କାହିଁକି ନା ପର୍ସନାଲ ଭଡ଼ାରେ ପଇସାଟା ଆପଣଙ୍କର ଇଏମ୍ଆଇ ପଳେଇବ, ବାକି 3 ବର୍ଷ ମାସ ସାରା ଆଉ ଯାହା ରହିଲା ସେଇଟା ଆପଣ ଡ୍ରାଇଭର ଦେଇ କରିପାରିବେ। ହଁ, ଏଇଟା ସତ କଥା ଯେ ଯେପର୍ଯ୍ୟନ୍ତ ଗାଡ଼ିରେ ଆପଣଙ୍କର ଇଏମ୍ଆଇ ନ ସରିଛି ସେ ପର୍ଯ୍ୟନ୍ତ ଘର ଯେଉଁ ଗାଡ଼ି ମାଲିକ ହିସାବରେ ଆପଣଙ୍କ ପାଖକୁ ପଇସା ଆସିବନି। ଆଉ ଯଦି ଆପଣ 2 ପଇସା ଗାଡ଼ି ମାଲିକ ହିସାବରେ ଚିନ୍ତା କରୁଛନ୍ତି, ଗାଡ଼ି ଇଏମ୍ଆଇ 3 ବର୍ଷ ପାଇଁ କରନ୍ତୁ, ତାହେଲେ 3 ବର୍ଷ ସରିଲା ପରେ ଆପଣ 2 ପଇସା ବଞ୍ଚେଇ ପାରିବେ। ଯେଉଁ ପଇସାରେ ଆପଣ ଗାଡ଼ିରେ ଯାଉଥିଲା 3 ବର୍ଷ ପରେ, ହଁ ଗାଡ଼ିର ମେଣ୍ଟେନାନ୍ସ କିଛି ଲାଗିବ 3 ବର୍ଷ ପରେ, କିନ୍ତୁ ସେଥିରୁ ଆପଣ ଯାହା ବି ହେଲେ କିଛି ପଇସା ବଞ୍ଚେଇ ପାରିବେ। ଆଉ ଆଜ ଏ ଡ୍ରାଇଭର ହିସାବରେ କହିବେ ଆପଣଙ୍କୁ, ଯଦି ନିଜେ ଚଲାଉଛନ୍ତି, ତ
तो आपण अधिका डीपी देकी गाड़ी आनतु जोटे 5-6 हज़ार टका आपंकर ईएमआई रहिबो आउ निहाती आपंकर 10 ରୁ 12टा पर्सनल भड़ा हो पार ताहले आपण गाड़ी आनतु। आउ गोटे जिन आप खाली मो कथार जातुनि मार्केट में बहुत सारे भाई मैंने भिड कर मुझे भिड बन था ये भाई मैंने कमेंट जेहेतु कले मुझे हो गोटे भिड पकईदेवा तेणु भाई मो कथार आप जातुनि जदि आप सत्य मार्केट बेपार हो कि आम मिछ कहूँ कि लोक भूतिया कहूँ कौन से गोटे गाड़ी मालिक ताठू गाड़ी आणतु गोटे वर्ष आप आज ए ड्राइवर हिसाब से चलातु जोटा कि आप तो इन्वेस्टमेंट ना ईएमआई ना से आप मालिक तार बुझे आप खाली जी पैसा चलेबे से अनुसार डील करके आणवे तो से गोटे वर्ष अंदाज हो ना मु गाड़ी आणवी ना आणवी पर्सनली चलिया चाहते गाड़ी मार्केट ओला पर चलिया चाहते से बेस्ट ऑप्शन आप चल ट्रायल नि जदि आप साहस पाँच पर्सनल भाड़ा किसी पाइबे ताहले आपण किणतु नल भाई हाथ जोड़ रिक्वेस्ट करुच्ची गाइडलाइन आम पसंद होनी तेणु ये भिडियो आपण मन तेणु जहाँटा हो भाई 10 जन भाई की पचारतु किंतु निजे डिसीजन निजे नि क्या कथार आप जातुनि कहीं पर आप भावे हाँ से भाई कहला बोली मु आणली तेणु क्या कथार पड़तुनि आईटा भी सत कथा मन रखु आम तो नुआ नुआ गाड़ी आनीलु बेपार अन्य बेपार देखिकी आम आनीलु दिने नुह 8 मास काले लोक बेपार देखिलु आम कहलु हो गोटे गाड़ी किणवा भल 2 पैसा बाहर तापर ठीक कंपनी पैसा दौर से कथा नुह आग पाके तो भड़ा रेट बहुत कमिगला जी पैसा दौला से तो कमिगला मास मास रिचार्ज करा पड़े जो आम गाड़ी आनी रिचार्ज करा पड़ना आउ गोटे जिन हूँ कौन ना जिते बड़े मार्केट एमती बर्तमान गाड़ी अधिकार अधिका हो गला सी भी बर्तमान कर मैचिंग दौर जी आग आक्सेप्ट कर दौर जब ना भाई दिन आग बस सी भी बुझुनि किए के रिचार्ज कौन कर तार रिस्क नौनी। आ गोटे कथा जो भाई साथ जितू भाई मोर भिड गोटे यूट्यूब चैनल अच्छी से भाई बर्तमान गाड़ी अलग जगार कंपानी दे देइचंती आ सी भी एवं ओडिशा बाहर को पड़े तेणु परन कथा हो सहित सी पुणी आसवे न आसवे कि ठिकाना 2टा गाड़ी गोटे ड्राइवर चलाऊला गोटे निजे चलाऊले जोटा ड्राइवर चलाऊला से गाड़ी कौन खर्च अधिका अच्छी तेणु से गाड़ी को पकई गाड़ी कम करना तेणु भाई गाड़ी लाइन भल अति खराब अति यदि आप आउट ऑफ सोर्स इनकम किसी अच्छी आणतु ना भाई क्या कथार पड़ी निजे फसंतुनि सबुदिन समस्त बेपार हम तार माने किसी ना दिने दिन कौन होना मोर बेपार भल होकर होनी कि मोर न हो सेम डेट धर से सोमवार हो से गुरुवार हो से शनिवार हो लोकेशन नहीं बेपार हम तेणु सहीटा को अनेक भी बेपार को लक्ष्य कले हेनी तेणु जब गाड़ी आणवे आणतु किंतु सब जिन आपको कहीदेली जहाँ बुझी विचारिकी करेंगे आपण देखो यहाँ हूँ मो ऑफिस मो कॉलेज वेदाचार्य कॉलेज जोटा कि आम देखो ये बोर्ड आमर ऑफिस सामनाटा जोटा आमर 6 हॉस्पिटल 6 नंबर गेट रो जो बग पार्क यहाँ हूँ बग पार्क रास्ताटा यहाँ हूँ मो ऑफिस रही आदि आप पुणी किसी चाहिए जानापी तो मुझे पकेबी ना मत लगुनि मुझे भिड पकड़ कार भिड पकेबी कहीं किसी लोग संतुष्ट होती किसी लोग असंतुष्ट होती रही जय जगन्नाथ।